ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଆମେ ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦିଏ, କାରଣ ଆପଣମାନେ ପ୍ରତି ପ୍ରଭାତରେ ଏହି ସନ୍ଦେଶ ଗୁଡ଼ିକକୁ ଶୁଣୁଛନ୍ତି। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଏହି ପ୍ରକାର ଆପଣମାନେ ନିରନ୍ତର ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆମମାନଙ୍କୁ ଉତ୍ସାହିତ କରିବେ, ଆମେ ଅନୁରୋଧ କରୁଅଛୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ନିଜକୁ ଉତ୍ସାହିତ କରିବା ଶିଖନ୍ତୁ। ନିଜକୁ ଉତ୍ସାହିତ କରିବା ଶିଖନ୍ତୁ। ପ୍ରିୟମାନେ, ଆମକୁ ଡିସ୍କରେଜ୍ କରିବା ପାଇଁ ଶୈତାନ ଅଛି, ଆମକୁ ଡିସ୍କରେଜ୍ କରିବା ପାଇଁ ଜଗତ ଅଛି, ଆମକୁ ଡିସ୍କରେଜ୍ କରିବା ପାଇଁ ଆମର ଅନେକ ଶତ୍ରୁମାନେ ଅଛନ୍ତି। ଦୁନିଆ ସାରା ଆମକୁ ନିରୁତ୍ସାହିତ କରିବା ସମୟରେ ଆମେ ନିଜକୁ ଉତ୍ସାହିତ କରିବା ଶିଖିବାର ଅଛି। ଆମର ପରମେଶ୍ୱର ମଧ୍ୟ ସବୁ ସମୟରେ ଆମକୁ ଏନକରେଜ୍ କରିବା ପାଇଁ ଚାହାନ୍ତି, ଉତ୍ସାହିତ କରିବା ପାଇଁ ଚାହାନ୍ତି। ଆଉ ଆମେ ମଧ୍ୟ ନିଜକୁ ଉତ୍ସାହିତ କରିବାକୁ ଶିଖିବାର ଅଛି। ଅନେକ ଜଣ ଅଛନ୍ତି, ମୁଁ ଡିସ୍କରେଜ୍ ଅଛି, ମୁଁ ବହୁତ ନିରୁତ୍ସାହିତ ଅଛି। କିଏ ଅଛନ୍ତି କି ମୋତେ ଉତ୍ସାହିତ କରିବେ, ଭାଇ ମୋତେ ଟିକେ ଉତ୍ସାହିତ କର, ମୋତେ ଟିକେ ଚାର୍ଜ କରିଦିଅ, ରିଚାର୍ଜ କରିଦିଅ। କିଏ କରିବେ ନାହିଁ ଆପଣଙ୍କୁ? ଆପଣ ନିଜକୁ ଉତ୍ସାହିତ କରିବାର ଶିଖିବାର ଆବଶ୍ୟକ ରହିଛି। କେତେ ଥର ଅନ୍ୟମାନଙ୍କ ଉପରେ ଡିପେଣ୍ଡ କରୁଥିବେ, ଗୋଟେ ମିଟିଂକୁ ଯାଉଥିବେ, ଟିକେ ବାକ୍ୟ ଶୁଣୁଥିବେ, ଟିକେ ଚାର୍ଜ ହେଇଯାଉଥିବେ, ଆଉ ଥରେ ଆସି ଡିସଚାର୍ଜ ହେଇଯାଉଥିବେ। ନିଜକୁ ଉତ୍ସାହିତ କରିବାର ଶିଖନ୍ତୁ। ଏହି ସ୍ଥାନରେ ମୁଁ ଆପଣମାନଙ୍କୁ ଦେଖାଇବା ପାଇଁ ଚାହେଁ ଗୀତ ସଂହିତା 42 ଗୀତ 11 ପଦ। ଏହା କରହ ସନ୍ତାନମାନଙ୍କର ଗୀତ। ଯେଉଁ କରହ ମାନେ ସେମାନେ ମଶା ଓ ହାରଣଙ୍କ ବିରୁଦ୍ଧରେ ବିଦ୍ରୋହ କଲେ, ଆଉ ଭୂମି ଫାଟିଗଲା, ଜିଅନ୍ତା ପାତାଳକୁ ଚାଲିଗଲେ। ସେମାନଙ୍କର କିଛି ସନ୍ତାନମାନେ ତାଙ୍କ ସହିତ ଯୋଗଦାନ ନ କରି ଅଲଗା ରହିଥିଲେ, ସେମାନେ ବଞ୍ଚିଗଲେ। ଆଉ ସେହି କରହ ସନ୍ତାନମାନେ ସେମାନେ ନିଜକୁ କି ପ୍ରକାର ଉତ୍ସାହିତ କରୁଛନ୍ତି। ତାଙ୍କର ପୂର୍ବପୁରୁଷମାନେ ଏହି ପ୍ରକାର ବିଦ୍ରୋହ କଲେ ପ୍ରଭୁଙ୍କ ବିରୁଦ୍ଧରେ, ପ୍ରଭୁଙ୍କ ଦାସମାନଙ୍କ ବିରୁଦ୍ଧରେ, ଆଉ ସେମାନେ ପାତାଳ କୁଣ୍ଡକୁ ଚାଲିଗଲେ। ମାତ୍ର ତାଙ୍କର ଛୁଆମାନେ କି ପ୍ରକାର ଭାବରେ ନିଜକୁ ଉତ୍ସାହିତ କରୁଛନ୍ତି, ଆମେ ତାହା ଦେଖିପାରିବା। ଗୀତ 42 ଗୀତ ଏହାର 11 ପଦ ଲେଖାଗଲା, ହେ ମୋହର ପ୍ରାଣ, ତୁମେ କାହିଁକି ଶୋକାକୁଳ ହେଉଛ? କାହା ସହିତ କଥାବାର୍ତ୍ତା ହେଉଛନ୍ତି? ନିଜ ପ୍ରାଣ ସହିତ, ନିଜ ସହିତ ସେ କଥାବାର୍ତ୍ତା ହେଉଛନ୍ତି। ଟିକେ ନିଜ ସହିତ କଥାବାର୍ତ୍ତା ହେବା ଜାଣନ୍ତୁ। ନିଜକୁ ଉତ୍ସାହିତ କରିବାକୁ ଶିଖନ୍ତୁ। କେତେ ଦିନ ଆମେ ନିଜେ ଡିସ୍କରେଜ୍ ରହିବା, ଅନ୍ୟ ଉପରେ ଡିପେଣ୍ଡ କରିବା, କିଏ ଆମକୁ ଏନକରେଜ୍ କରିବେ, କିଏ ପାଖକୁ ଆସିବେ, କିଏ ଆମକୁ କହିବେ ପଦେ ଆଉ ମୁଁ ଉତ୍ସାହିତ ହେବି। ପ୍ରିୟମାନେ, ଆମେ ନିଜକୁ ଉତ୍ସାହିତ କରିବା ଶିଖିବାର। ସେ କହୁଛି, ହେ ମୋହର ପ୍ରାଣ, ତୁମେ କାହିଁକି ଶୋକାକୁଳ ହେଉଅଛ? ସେ ପ୍ରଶ୍ନ କରୁଛନ୍ତି ନିଜକୁ, ତୁମେ କାହିଁକି ମୋ ଅନ୍ତରରେ ଅସ୍ଥିର ହେଉଅଛ? ତୁମେ ପରମେଶ୍ୱରଙ୍କ ଠାରେ ଭରସା ରଖ। କାହାଠାରେ ଭରସା ରଖ? ପରମେଶ୍ୱରଙ୍କ ଠାରେ ଭରସା ରଖ। ନିଜକୁ ଉତ୍ସାହିତ କରିବାକୁ ଶିଖନ୍ତୁ। କି ପ୍ରକାର ଭାବରେ ନିଜକୁ ସେ ଉତ୍ସାହିତ କରୁଛ? ପରମେଶ୍ୱରଙ୍କ ଠାରେ ଭରସା ରଖ। ତୁମେ କାହିଁକି ଶୋକାକୁଳ ହେଉଛ? କାହିଁକି କାନ୍ଦୁଛ? କାହିଁକି ଭାଙ୍ଗି ପଡ଼ୁଛ? କାହିଁକି ଅସ୍ଥିର ହେଉଛ? ପ୍ରିୟମାନେ, ଆମେ ନିଜକୁ ମୋଟିଭେସନ୍ କରିବାର ଆବଶ୍ୟକ ରହିଅଛି। ଏଇଟା ସେଇ ପ୍ରକାର ସମୟ, ନିଜକୁ ମୋଟିଭ୍ କରି ପ୍ରଭୁଙ୍କ ସେବା କାର୍ଯ୍ୟରେ ଆଗକୁ ବଢ଼ିବା। ଆପଣ ପ୍ରଭୁଙ୍କ ସେବା କାର୍ଯ୍ୟରେ ଆଗକୁ ବଢ଼ୁଥିବା ସମୟରେ, ଜବ୍ରେ ଆଗକୁ ବଢ଼ୁଥିବା ସମୟରେ, ଷ୍ଟଡ଼ିରେ ଆଗକୁ ବଢ଼ୁଥିବା ସମୟରେ ଅନେକ ସ୍ଥାନରେ ଫେଲୁର ହେଇଯାଇଛନ୍ତି, ଅନେକ ସ୍ଥାନରେ ବିଫଳତାର ଆପଣ ସମ୍ମୁଖୀନ ହେଇଛନ୍ତି। ହେଲେ ମଧ୍ୟ ବିଫଳତା ଆପଣଙ୍କର ଶେଷ ନୁହେଁ, ଆପଣଙ୍କର ଆଗରେ ରହିଛି। ବିଫଳତା ଆପଣଙ୍କର ସଫଳତାର ପାହାଚ ଅଟେ। ଗୋଟିଏ ପରେ ଗୋଟିଏ ବିଫଳତା, ଗୋଟିଏ ପାହାଚ ଚଢ଼ି ଆପଣଙ୍କୁ ଆଗକୁ ବଢ଼ିବାର ଅଛି। ଯେତେ ଆପଣ ବିଫଳ ହେଉଥିବେ, ସେତେ ଆପଣ ଷ୍ଟ୍ରଙ୍ଗ ହେଉଥିବେ। ଦୁନିଆ ଲୋକମାନେ ଯେତେ ବିଫଳ ହେଉଥିବେ, ସେତେ ନିରୁତ୍ସାହିତ ହେଉଥିବେ। ପ୍ରିୟମାନେ, ଆମେ ଯେତେ ବିଫଳ ହେଉଥିବା, ସେତେ ମଜବୁତ ହେଉଥିବା। ସେ କହୁଛନ୍ତି, ତୁମେ କାହିଁକି ମୋ ଅନ୍ତରରେ ଅସ୍ଥିର ହେଉଅଛ? ତୁମେ ପରମେଶ୍ୱରଙ୍କ ଠାରେ ଭରସା ରଖ, କାରଣ ମୁଁ ପୁନର୍ବାର ତାହାଙ୍କର ପ୍ରଶଂସା କରି ବଚସା କରିବି ନାହିଁ। ଅନେକ ଜଣ ଅଛନ୍ତି, ସେମାନେ ବଚସା କରିବାକୁ ଜାଣନ୍ତି, ମାତ୍ର ଏଠି ସେ କହୁଛନ୍ତି ପ୍ରଭୁଙ୍କ ଠାରେ ଭରସା ରଖ। କାହାକୁ କହୁଛନ୍ତି? ନିଜକୁ କହୁଛନ୍ତି। ପୁନର୍ବାର ମୁଁ ତାହାଙ୍କର ପ୍ରଶଂସା କରିବି। ସେ ମୋ ମୁଖର ପ୍ରସନ୍ନତା
ଓ ମୋହର ପରମେଶ୍ୱର ଅଟନ୍ତି। ପ୍ରିୟମାନେ, ଆମେ ନିଜେ ନିଜକୁ ଉତ୍ସାହିତ କରିବା ଶିଖିବାର ଆବଶ୍ୟକ ରହିଅଛି। ଅନ୍ୟମାନେ ଆମକୁ ଏନକରେଜ୍ କରୁଛନ୍ତି, ବହୁତ ଭଲ କଥା, ମାତ୍ର ନିଜେ ନିଜକୁ ଏନକରେଜ୍ କରିବାର ଅଛି। ଦିନେ ଦାଉଦଙ୍କର ସବୁ ସମ୍ପତ୍ତିକୁ ଅମାଲେକ ଲୋକମାନେ ଲୁଟ୍ କରି ନେଇଗଲେ। ଦାଉଦଙ୍କର ସ୍ତ୍ରୀମାନଙ୍କୁ, ପୁଅ ଝିଅମାନଙ୍କୁ ନେଇଗଲେ। ଅନ୍ୟ ସଙ୍ଗୀ ଲୋକମାନଙ୍କର ମଧ୍ୟ ପୁଅ ଝିଅମାନଙ୍କୁ ନେଇଗଲେ। ଯେଉଁ ସମୟରେ ଏମାନେ ସିଗ୍ଲୋଗରେ ଥିଲେ, ଅମାଲେକ ଲୋକମାନେ ଆସି ସେ ପ୍ରକାର ନେଇଗଲେ, ସବୁ ଜାଳିଦେଲେ, ପୋଡ଼ିଦେଲେ। ସେତେବେଳେ ଲୋକମାନେ ଦାଉଦଙ୍କ ବିରୁଦ୍ଧରେ ଉଠି, ତାଙ୍କ ନିଜର ବନ୍ଧୁମାନେ ସେମାନେ ଦାଉଦଙ୍କ ବିରୁଦ୍ଧରେ ଉଠି ଦାଉଦଙ୍କୁ ପଥର ପକାଇ ମାରିବା ପାଇଁ ମଧ୍ୟ ଇଚ୍ଛା କରୁଥିଲେ। ସେହି ସମୟରେ ଦାଉଦ କ'ଣ କଲେ? ପ୍ରଥମ ସାମୁଏଲ 30 ଅଧ୍ୟାୟର 6 ପଦ, ଏଥିରେ ଦାଉଦ ଅତିଶୟ ଉଦ୍ବିଗ୍ନ ହେଲେ, କାରଣ ପ୍ରତ୍ୟେକ ଲୋକର ମନ ଆପଣା ଆପଣା ପୁତ୍ରକନ୍ୟା ସକାଶୁ ବିରକ୍ତ ହେବାକୁ ଲୋକମାନେ ତାଙ୍କୁ ପଥରରେ ମାରିବାକୁ ଲାଗିଲେ। ଦେଖନ୍ତୁ, ଦାଉଦଙ୍କର ମଧ୍ୟ ଲସ୍ ହେଇଛି, ଦାଉଦଙ୍କର ସମ୍ପତ୍ତି ଯାଇଛି, ପୁଅ ଝିଅ ସ୍ତ୍ରୀମାନେ ଯାଇଛନ୍ତି, ଅନ୍ୟମାନଙ୍କର ମଧ୍ୟ ଯାଇଛନ୍ତି। ସମସ୍ତେ ଦାଉଦଙ୍କୁ ଆକ୍ଷେପ କରୁଛନ୍ତି, ଲାଗି ଏମିତି ହେଇଗଲା, ଲାଗି ଆମେ ବର୍ବାଦ ହେଇଗଲୁ। ଯେଉଁ ସମୟରେ ଭଲରେ ଥିଲୁ, ଖାଉଥିଲୁ, ପିଉଥିଲୁ, ଆନନ୍ଦ କରୁଥିଲୁ, ସବୁ ସମୟରେ ଲୋକମାନେ ଆମକୁ ପ୍ରଶଂସା କଲେ ନାହିଁ। ମାତ୍ର ଯେଉଁ ସମୟରେ କିଛି ଗୋଟେ କ୍ଷତି ହେଇଯାଉଛି, ସେହି ସମୟରେ ଲାଗି ହେଲା, ଇଏ ନଥିଲେ ହେଇନଥାନ୍ତା, ଇଏ ଦ୍ୱାରା ହେଇଛି, এই ପ୍ରକାର ଲୋକମାନେ କହିବେ, ଆମକୁ ଏନକରେଜ୍ କରିବେ, ଆଙ୍ଗୁଠି ଦେଖାଇବେ, ଆମକୁ ମାରିବା ପାଇଁ, ଅପମାନ କରିବା ପାଇଁ, ବଦନାମ କରିବାକୁ ଚେଷ୍ଟା କରିବେ। ମାତ୍ର ଦାଉଦ କ'ଣ କଲେ? ମାତ୍ର ଦାଉଦ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଠାରେ ଆପଣାକୁ ସବଳ କଲେ, ନିଜକୁ ସବଳ କଲେ, ନିଜକୁ ଉତ୍ସାହିତ କଲେ, ନିଜକୁ ଏନକରେଜ୍ କଲେ। ପ୍ରିୟମାନେ, ଏଇଟା ଗୋଟେ ସମୟ, ଆମେ ନିଜକୁ ଏନକରେଜ୍ କରିବାର ସମୟ, ନିଜକୁ ପ୍ରଭୁଙ୍କ ଠାରେ ସବଳ କରିବା ସମୟ। ଦୁନିଆ ଲୋକ ଆମ ବିରୁଦ୍ଧରେ ଉଠିବା ସମୟରେ ଆମେ ଡିସ୍କରେଜ୍ ହେଇ, ଭାଙ୍ଗି ପଡ଼ି, ଗୋଟିଏ ଘର ଭିତରେ ବନ୍ଦ ହେଇ, ଖାଇବା ପିଇବାକୁ ଛାଡ଼ି ଦେଇ, ମୁହଁ ମଳିନ କରି ବସି ରହିବାର ସମୟ ନାହିଁ। ବିଫଳତା ଆସିବ, ପ୍ରତ୍ୟେକଙ୍କ ଜୀବନରେ ବିଫଳତା ଆସିବ, ମାତ୍ର ସେହି ବିଫଳତା ଆମକୁ ନଷ୍ଟ କରିପାରିବ ନାହିଁ। ନିଜେ ନିଜକୁ ମୋଟିଭେସନ୍ କରିବା ଶିଖନ୍ତୁ। ଆଉ ଯେ ପ୍ରକାର କରହ ସନ୍ତାନ ସେ ନିଜେ ନିଜକୁ ମୋଟିଭ୍ କରୁଛନ୍ତି, ଯେ ପ୍ରକାର ଦାଉଦ ନିଜେ ନିଜକୁ ଉତ୍ସାହିତ କରୁଛନ୍ତି, ସେହି ପ୍ରକାର ଆମେ ନିଜକୁ ଉତ୍ସାହିତ କରିବାର ଶିଖିବାର ଅଛି। ଅନ୍ୟମାନେ ଆମକୁ ନିରୁତ୍ସାହ କରିବା ପାଇଁ, ଆମ ବିରୁଦ୍ଧରେ ବିଭିନ୍ନ ପ୍ରକାର ସମାଲୋଚନା କରିବା ପାଇଁ, ଆମକୁ ବିଭିନ୍ନ ପ୍ରକାର ମନ୍ଦମଳିଳା କଥା କହି ଆମକୁ କଷ୍ଟ ଦେବା ପାଇଁ ସେମାନେ ଲାଗିଛି। ମାତ୍ର ଆମେ ନିଜେ ନିଜକୁ କହିବାର ଅଛି, ନିଜେ ନିଜକୁ ଏନକରେଜ୍ କରିବାର ଅଛି। ଆଜିର ସମୟ, ପରମେଶ୍ୱର ଆମକୁ କେବେ ହେଲେ ନିରୁତ୍ସାହିତ କରନ୍ତି ନାହିଁ। ପରମେଶ୍ୱର ସବୁ ସମୟରେ ଆମକୁ ଉତ୍ସାହିତ କରନ୍ତି। ବାଇବଲ କହେ ଯେ ସୁଧୁ ମୁଷଳିତା ଲିଭାଇବେ ନାହିଁ, କି ଛେଚା ନଳ ମଧ୍ୟ ସେ ଭାଙ୍ଗିବେ ନାହିଁ। ମାଥ୍ୟୁ 12 ଅଧ୍ୟାୟରେ ଲେଖାଯାଏ। ପ୍ରିୟମାନେ, ସେହି ପ୍ରକାର ପରମେଶ୍ୱରଙ୍କୁ ଆମେ ପାଇଛୁ। ଆସନ୍ତୁ, ଆଜି ଆପଣ ଯେକୌଣସି ପ୍ରକାର ପରିସ୍ଥିତି ମଧ୍ୟରେ ଅଛନ୍ତି, ଆପଣ ଯେତେ ନିରୁତ୍ସାହିତର ଅଛନ୍ତି, ଆପଣଙ୍କୁ ଏନକରେଜ୍ କରିବା ପାଇଁ କେହି ନାହାନ୍ତି, ଆପଣ ନିଜେ ନିଜକୁ ଉତ୍ସାହିତ କରନ୍ତୁ, ନିଜେ ନିଜକୁ ଆପଣ ପ୍ରଭୁଙ୍କ ଠାରେ ସମର୍ପଣ କରନ୍ତୁ। ଦାଉଦ ଯେ ପ୍ରକାର ନିଜକୁ ଉତ୍ସାହିତ କଲେ, ଯେଉଁ ପ୍ରକାର ଭାବରେ କରହ ସନ୍ତାନମାନେ ନିଜକୁ ଉତ୍ସାହିତ କଲେ, ଏଇଟା ଗୋଟେ ନିଜକୁ ଉତ୍ସାହିତ କରିବା ସମୟ। ଆସନ୍ତୁ ପ୍ରାର୍ଥନା କରିବା। ଗୌରମୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ, ତୁମେ ଆମମାନଙ୍କୁ ପ୍ରେମ କରୁଛ। ଆମେ ଯେ ନିରୁତ୍ସାହିତରେ ଜୀବନଯାପନ କରିବୁ ଏହା ତୁମେ ଚାହୁଁନାହ। ଆମେ ଭାଙ୍ଗି ପଡ଼ି ଆମେ ଯେ ପ୍ରକାର ନିଜକୁ ଗୋଟେ ସ୍ଥାନରେ ବନ୍ଦ କରି ରଖିବୁ ଏହା ତୁମେ ଚାହୁଁନାହ। ପ୍ରଭୁ, ମୁଁ ତୁମକୁ ଧନ୍ୟବାଦ ଦିଏ ଯେ ତୁମେ ଏତେ ସୁନ୍ଦର ଭାବରେ ଆମର ଯତ୍ନ ତତ୍ତ୍ୱ ନେଉଛ। ଆଉ ଆମମାନଙ୍କୁ ଆଜି ନିଜେ ଆମେ ନିଜକୁ କି ପ୍ରକାର ଆମେ ଉତ୍ସାହିତ କରିପାରିବୁ, ସେଥିପାଇଁ ତୁମେ ଆମମାନଙ୍କୁ ପ୍ରଭୁ ବାକ୍ୟ ଦ୍ୱାରା ତୁମେ କଥାବାର୍ତ୍ତା ହେଇଛ। ମୁଁ ତୁମକୁ ଧନ୍ୟବାଦ ଦିଏ। ଯେଉଁ ଭାଇ ଭଉଣୀମାନେ ବିଭିନ୍ନ କ୍ଷେତ୍ରରେ ବିଫଳତାର ସମ୍ମୁଖୀନ ହୋଇ ନିରୁତ୍ସାହିତ ଅବସ୍ଥାରେ ଅଛନ୍ତି, ପ୍ରଭୁ ନିଜେ ନିଜକୁ ଏନକରେଜ୍ କରିବେ। କେହି କରିବେ ନ କରିବେ ଯାଏ ଆସେ ନାହିଁ, ନିଜେ ନିଜକୁ ଏନକରେଜ୍ କରି ଆଗକୁ ବଢ଼ିପାରିବେ। ଦୟାକରି ସାହାଯ୍ୟ କର। ପାରିବାରିକ ଜୀବନରେ ହେଉ କି ପ୍ରଭୁ ଷ୍ଟଡ଼ିରେ, ଜବ୍ରେ, ବିଜନେସ୍ରେ, ପ୍ରଭୁ ମିନିଷ୍ଟ୍ରିରେ, ଯେକୌଣସି କ୍ଷେତ୍ରରେ ମଧ୍ୟ ସେମାନେ ନିରୁତ୍ସାହିତ ଅଛନ୍ତି, ଏହି ସମୟରେ ଯୀଶୁଙ୍କ ନାମରେ ସେମାନେ ଉତ୍ସାହିତ ହୁଅନ୍ତୁ, ଆଉ ସେବା କାର୍ଯ୍ୟରେ, ନିଜ କାର୍ଯ୍ୟରେ ଆଗକୁ ବଢ଼ନ୍ତୁ। ଏହା ମୁଁ ପ୍ରାର୍ଥନା କରୁଛି ରାଜା। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ। ପ୍ରାର୍ଥନା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମାଗୁଅଛୁ, ଆମେନ୍, ଆମେନ୍। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ಯು। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଅନୁଗ୍ରହ କଲେ ଆସନ୍ତା ଅଧ୍ୟାୟରେ ଗୋଟେ ନୂଆ ପ୍ରସଙ୍ଗରେ ପରସ୍ପର ସହିତ ସାକ୍ଷାତ କରିବା ରହିବା। ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ಯು।